ଦର୍ଶକ ବନ୍ଧୁ ଖୁବ୍ ଶୀଘ୍ର ହେବାକୁ ଯାଉଛି ସୂର୍ଯ୍ୟପରାଗ। 2025 ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ତେବେ ଏହି ଭିଡ଼ିଓ ମାଧ୍ୟମରେ ଆସନ୍ତୁ ଜାଣିବା 2025 ବର୍ଷର ପ୍ରଥମ ସୂର୍ଯ୍ୟପରାଗଟି କେବେ ଏହା ଆମ ଭାରତ ତଥା ଓଡ଼ିଶାରେ ଦୃଶ୍ୟମାନ ହେବ କି ନାହିଁ। କ'ଣ କହୁଛି ପାଞ୍ଜି? ପାଞ୍ଜି ଅନୁସାରେ ଗ୍ରହଣର ସମୟ ଏବଂ କ'ଣ ରହିବ ଏହି ଗ୍ରହଣ ଦିନ ଆମ ପାଇଁ ପାଳନ କରିବା ନିୟମ ଗୁଡ଼ିକ, ତା ସହିତ ଆହୁରି ମଧ୍ୟ ଜାଣିବା ସୂର୍ଯ୍ୟଗ୍ରହଣ ହେଉ ଚନ୍ଦ୍ରଗ୍ରହଣ ହେଉ ଏହି ଦିନ ଆମମାନଙ୍କୁ କେଉଁ ସବୁ ନିୟମ ମାନି ନେବା ଉଚିତ, ମାନେ କେଉଁ ସବୁ କାମ କରିବେ, କେଉଁ କାମ କରିବେ ନାହିଁ। ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦର୍ଶକ ବନ୍ଧୁ ପ୍ରଥମେ ଜାଣି ରଖନ୍ତୁ, ଏହା ହେବ 2025 ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ। ଏବେ କେଉଁ ଦିନ ଲାଗିବ ନା ଏହା 29 ମାର୍ଚ୍ଚ 2025 ତାରିଖ ଦିନ ଲାଗିବାକୁ ଯାଉଛି। ତେବେ ଜାଣି ରଖନ୍ତୁ, ଏହି ଦିନ ଚୈତ୍ର ଅମାବାସ୍ୟା ଆଉ ଏହି ଦିନ ସୂର୍ଯ୍ୟଗ୍ରହଣ। ଆଉ ଗୋଟିଏ କଥା ମଧ୍ୟ, ଏହି ଦିନ ଶନିଙ୍କର ରାଶି ପରିବର୍ତ୍ତନ ମଧ୍ୟ କରିଥିଲେ। ଶନି କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିଥିଲେ। ତେଣୁ ଏହି ଦିନ ବହୁତ ବଡ଼ ଦିନ। ଏହି ଦିନ ଗ୍ରହଣ ଲାଗୁଛି, ତେଣୁ ଯେହେତୁ ଅମାବାସ୍ୟା, ତେଣୁ ଏହି ଦିନକୁ ଶନିଶ୍ଚରୀ ଅମାବାସ୍ୟା ମଧ୍ୟ କୁହାଯାଏ। 29 ମାର୍ଚ୍ଚ 2025 ତାରିଖ ଦିନ ଯେଉଁ ଗ୍ରହଣଟି ଲାଗିବ ତାର ସମୟ, ତେବେ 29 ମାର୍ଚ୍ଚ 2025 ତାରିଖ ଗ୍ରହଣର ସମୟ ହେଉଛି ଦ୍ୱିପହର 2ଟା 20 ଗ୍ରହଣ ଆରମ୍ଭ ହେବ ଏବଂ ଏହା ସନ୍ଧ୍ୟା 6ଟା 16 ଶେଷ ହେବ। ଏବେ ଜାଣି ରଖନ୍ତୁ, ଏହି ଗ୍ରହଣଟି ଆମ ଓଡ଼ିଶା ତଥା ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଏହାର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ। ଏହାର କୌଣସି ହାଣ୍ଡିଚାଡ଼ ହେବ ନାହିଁ। ଏହାର ଆମେ କୌଣସି ପ୍ରକାରର ନିୟମ ପାଳନ କରିବା ନାହିଁ। ତେବେ ସୂର୍ଯ୍ୟଗ୍ରହଣ, ପ୍ରଥମେ ଆସନ୍ତୁ ଜାଣିବା ସୂର୍ଯ୍ୟଗ୍ରହଣ କ'ଣ। ସୂର୍ଯ୍ୟଗ୍ରହଣ କେତେବେଳେ ହୁଏ, କେମିତି ହୁଏ? ସୂର୍ଯ୍ୟଗ୍ରହଣ ସେତେବେଳେ ହୁଏ ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆଉ ପୃଥିବୀ ତିନୋଟି ଯାକ ଗୋଟିଏ ସରଳ ରେଖାରେ ହୁଏ। ସୂର୍ଯ୍ୟଗ୍ରହଣ କେତେବେଳେ ହୁଏ? ଯେତେବେଳେ ସୂର୍ଯ୍ୟ ଆଉ ପୃଥିବୀ ମଝିରେ ଚନ୍ଦ୍ରମା ଆସେ ଏବଂ ଚନ୍ଦ୍ରମାର ଛାଇ ପୃଥିବୀ ଉପରେ ପଡ଼େ। ଏହାକୁ ସୂର୍ଯ୍ୟଗ୍ରହଣ ବୋଲି କୁହାଯାଏ। ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟଗ୍ରହଣ ସମୟରେ ବା ସୂର୍ଯ୍ୟଗ୍ରହଣ ଦିନ କେଉଁ ସବୁ କର୍ମ ଆପଣମାନେ କରିବେ ନାହିଁ। କେଉଁ କାମ କରିବେ? କ'ଣ ସେ କାମଗୁଡ଼ିକ ନା ସୂର୍ଯ୍ୟଗ୍ରହଣ ପୂର୍ବରୁ ଏବଂ ପରେ ସ୍ନାନ କରିବା ଉଚିତ ବା ଗାଧେଇବା ଉଚିତ। ଯେତେବେଳେ ଗ୍ରହଣ ଛାଡ଼ିବ ସେତେବେଳେ ଆପଣଙ୍କୁ ଗାଧେଇବା ଉଚିତ। ସେହିପରି ଗ୍ରହଣ ଲାଗିବାର 2 ଘଣ୍ଟା ପୂର୍ବରୁ ମିନିମମ୍ ଆପଣଙ୍କୁ ଖାଦ୍ୟ ଖାଇବା ଉଚିତ ଏବଂ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଅନୁଚିତ। ସେହିପରି ଗ୍ରହଣ ଛାଡ଼ିବା ପରେ ଆପଣମାନେ ରୋଷେଇ କରିକି ସେଇ ଖାଦ୍ୟକୁ ଖାଇବେ। କିନ୍ତୁ ଗ୍ରହଣ ପୂର୍ବରୁ ଯଦି କିଛି ଖାଦ୍ୟ ରୋଷେଇ କରିଦେଇଛନ୍ତି, ଗ୍ରହଣ ଛାଡ଼ିବା ପରେ ଖାଇବା ଜମା ବି ଠିକ୍ ନୁହେଁ। କିନ୍ତୁ ଯଦି ଆପଣମାନେ ଗ୍ରହଣ ଛାଡ଼ିଗଲା ପରେ ଯଦି ଆପଣମାନେ ରୋଷେଇ କରିକି ଖାଦ୍ୟ ଖାଇବେ ବା ଭୋଜନ କରନ୍ତି, ଗ୍ରହଣ ସମୟରେ କୌଣସି ଜିନିଷ ଖାଇବା କଥା ନୁହେଁ। ଗ୍ରହଣ ସମୟରେ କେବେ ବି ଖାଲି ଆଖିରେ ସୂର୍ଯ୍ୟକୁ ଦେଖନ୍ତୁ ନାହିଁ। ଗ୍ରହଣ ସମୟରେ ଆପଣମାନେ ବାହାରକୁ କୁଆଡ଼େ ଯାଆନ୍ତୁ ନାହିଁ। କାହା ଘରକୁ କୁଣିଆ ବି ଯାଆନ୍ତୁ ନାହିଁ। ବୁଲିବାକୁ ଯାଆନ୍ତୁ ନାହିଁ। କୌଣସି ମନ୍ଦିର, ତୀର୍ଥ ସ୍ଥାନକୁ ଯାଆନ୍ତୁ ନାହିଁ। ସୂର୍ଯ୍ୟଗ୍ରହଣ ସମୟରେ ଆପଣମାନେ ଦେବ ପୂଜା କରିବେ ନାହିଁ। ଠାକୁର ପୂଜା କରନ୍ତୁ ନାହିଁ। ଆଉ ତୁଳସୀକୁ ଜଳ ଅର୍ପଣ କରିବା ହେଉ, ପୂଜା କରିବା ହେଉ, ଘରେ ଠାକୁର ପୂଜା ହେଉ, ଏସବୁ କର୍ମ କରନ୍ତୁ ନାହିଁ। କିନ୍ତୁ ଆପଣମାନେ ଧ୍ୟାନ କରିପାରିବେ। ଠାକୁର ଘରେ ନ କଲେ ନାହିଁ, ଆପଣମାନେ ନିଜ ଘରେ ବସିକି ଧ୍ୟାନ କରିପାରିବେ। ସେଇଭଳି ଯେଉଁମାନେ
ଖାସ୍ କରି ଗର୍ଭବତୀ ଅଛନ୍ତି ସେମାନେ ଏହି ଗ୍ରହଣ ସମୟରେ ବିଶେଷ ଧ୍ୟାନ ରଖିବେ ନିଜର, କାହିଁକି ନା ଗ୍ରହଣର ପ୍ରଭାବ ବିଶେଷ କରି ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ତେଣୁ ମା'ମାନଙ୍କୁ ଏହାର ଧ୍ୟାନ ରଖିବା ଉଚିତ। କ'ଣ ଧ୍ୟାନ ରଖିବେ? ଗ୍ରହଣ ସମୟରେ ବାହାରକୁ ବାହାରନ୍ତୁନି। ଗ୍ରହଣ ସମୟରେ ସୂର୍ଯ୍ୟକୁ ଚନ୍ଦ୍ରକୁ ଆପଣମାନେ ଦେଖନ୍ତୁ ନାହିଁ। ଗ୍ରହଣ ସମୟରେ କୌଣସି ପ୍ରକାରର ଭୋଜନ ଗ୍ରହଣ କରନ୍ତୁ ନାହିଁ। ଗ୍ରହଣ ଶେଷ ହେବା ପରେ ତାଜା ଭୋଜନ ଖାଆନ୍ତୁ। ଗ୍ରହଣ ସମୟରେ କେବେ ହେଲେ ଆଳସ୍ୟ କରନ୍ତୁ ନାହିଁ। ଶୋଇ ରୁହନ୍ତୁ ନାହିଁ। କିଛି ନା କିଛି କାମ କରନ୍ତୁ। କୌଣସି ଧାରୁଆ ଜିନିଷ ଆପଣମାନେ ଧରନ୍ତୁ ନାହିଁ। ତେଣୁ ଏ ଥିଲା ସୂର୍ଯ୍ୟଗ୍ରହଣ 2025 ବର୍ଷର ଏବଂ ଗ୍ରହଣ ସମୟରେ କେଉଁ ସବୁ କାମ କରିବା କଥା ନୁହଁ ସେ ବିଷୟରେ କିଛି ସୂଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।